हेलो हाय जय जगन्नाथ वेलकम बैक अगेन माय न्यू ब्लॉग को। तो बर्तमान मुझे जाऊँगी गाधेबी सकाଳୁ ଗାଧେଇକି ଆଜି ସୋମବାର ଅଛି ଯେହେତु ମନ୍ଦିର ଯିବାର ଅଛି ତ ଫଟାଫଟ ଗାଧେଇକି ମନ୍ଦିର ଯିବା। ଆଜି ତ ଡ୍ୟୁଟି ଯାଇନି ଯେହେତୁ ମନ୍ଦିର ଯିବାର ଅଛି ତ 2-3 ଦିନ ପାଳି ହେଲାନି ଯାଇପାରୁନି ଯେହେତୁ ଲେଟ୍ ହେଇଯାଉଛି। ଆଜି ଡ୍ୟୁଟି ଯାଇନି ଡ୍ୟୁଟି ଅଫ୍ କରିକି ରେଷ୍ଟ କରିକି ମନ୍ଦିର ଯିବି। ଯାଏ ଗାଧେଇକି ଆସେ ଡାଇରେକ୍ଟ ମନ୍ଦିର ଯିବା। ଚାଲ ତ ମୁଁ ରେଡ଼ି ହେଇଗଲେ ମନ୍ଦିର ଯିବା ପାଇଁ। ମନ୍ଦିରଠୁ ବେଶୀ ଆମର ଦୂର ନାହିଁ 5 ମିନିଟ୍ ଲାଗିବ ମନ୍ଦିର ଯିବା ପାଇଁ। ତ ଯାଇକି ସିଧା ମନ୍ଦିରରେ ଦେଖା ହେବା। ଚାଲ ଅଜୟ ଦେହ ହୁଅ ଦେହ ମନାଟା ଲିଲନ ଦିଅ 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 ଜଲ୍ଦି ଦିଅ ମ ସାଙ୍ଗେ ସାଙ୍ଗେ ଡ୍ୟୁଟି ଯାଇନ ବୋଧେ ଆମର ରେଷ୍ଟ ଥିଲା ବା ଗୋଡ଼ଟା ଧୋଇକି ଆସିବା ଭାରି ତାପରେ ଠାକୁର ପାଖରେ ଦର୍ଶନ କରି ଆସିବା ଆଉ। ଚାଲ ଦେଖିଦିଅ ଆମ ମନ୍ଦିରର ଭିଉଟା। ଏଇଠି ଆମର ଯାହା ଭୋଗ ଫୋଗ ଦିଆ ହେଲେ ସବୁ ଏଠି ରୋଷେଇ ହୁଏ। ଏ ଜାଗାରେ ଟେଣ୍ଟ ହୁଏ। ଏଇଟା ବାର୍ଥଡେ ସେଲିବ୍ରେସନ୍ ଯାହା ବି ଯାହାର ଭୋଜି ଭୁଜା ହଉଛି ଏଇଟା ସବୁ ଟେଣ୍ଟ ହେଇକି ଏଇଟା ରୋଷେଇ ସବୁ ହଉଛି ଆଉ। ଆମ ମନ୍ଦିର ସବୁ ସନ୍ତୋଷୀ ମାଙ୍କ ମନ୍ଦିର, ମା ଦୁର୍ଗାଙ୍କର ମନ୍ଦିର, ଏପଟେ ମାତାଣୀଙ୍କର ମନ୍ଦିର। ଏଇ ଗାଈ ମୋ ପିଛା ଛାଡୁନି ବାଛୁରୀ ଖାଇବା ପାଇଁ। ଆରେ କଣ ଅଛି ଖାଇବୁ ରହ ମୁଁ ଯାଇ ସାରେ। ନାଇଁ ମୋର ପିଛା ଛାଡୁନି। କୋଉଠି ଅଛି କଣ ଅଛି ଖାଇବୁ। ଯିବା ଜଗନ୍ନାଥଙ୍କୁ ଟିକେ ଦର୍ଶନ କରିକି ଆସିବା ଜଗନ୍ନାଥଙ୍କ ପାଖକୁ। ଇଏ ହେଉଛି ଆମର ଜଗନ୍ନାଥଙ୍କ ମନ୍ଦିର। ଜଗନ୍ନାଥ ମନ୍ଦିର ଆରମ୍ଭ ନାହିଁ। ଜୟ ଜଗନ୍ନାଥ। ଦର୍ଶନ ସବୁ ସରିଗଲା ବର୍ତ୍ତମାନ ଘରକୁ ଯିବା। ଘରକୁ ଯାଇକି କାଲି ଯେହେତୁ ଗେନି ବିଗ୍ନର ମାନଙ୍କର କିଛି ସିରିଜ୍ ଅଛି ତ କିଛି ତା ବିଷୟରେ କିଛି ଟିପ୍ସ କହିବି ବିଗ୍ନର ମାନଙ୍କ ପାଇଁ। ଚାଲ ସିଧା ଘରେ ଦେଖା ହବ। ହେଲିକି ବର୍ତ୍ତମାନ ଗଲେ ଘରକୁ ଯେଉଁମାନେ ବିଗ୍ନର ତାଙ୍କ ମାନଙ୍କୁ କିଛି ଆଡ଼ଭାଇସ୍ ଦେବି। ତ ଫାଷ୍ଟ ଆଗ ଦେଖିବା ଇଏ ମୋର ଫାଷ୍ଟ ମିଲ୍ ଦେଖ ଓଟ୍ସ ଆଉ ୱେ ପ୍ରୋଟିନ୍ ଆଉ ବାନାନା ଏ ହେଉଛି ମୋର କମ୍ପଲସରି ମିଲ୍। ସେ ଯାହା ବି ହେଇଯାଉ ଓଟ୍ସ ମିଲ୍ ମୋର ଫାଷ୍ଟ ରହିବ ଇଜ୍ କମ୍ପଲସରି। ତ ଏଇଟା କହୁଥିଲି କି ବିଗ୍ନର ମାନଙ୍କ ପାଇଁ କିଛି ଆଡ଼ଭାଇସ୍। ତ ବିଗ୍ନର ମାନେ ଯେଉଁମାନେ ବିଗ୍ନର ମାନେ ଜିମ୍ ଯାଉଛନ୍ତି ତ ତାଙ୍କ ପାଇଁ ଆଡ଼ଭାଇସ୍ ଯେଉଁଟାକି ବହୁତ ସାରା ପିଲା ଦେଖିଛି ଜଏନ୍ କଲା ଜିମ୍ରେ ତ ପୁରୁଣା ପିଲାକୁ ଦେଖିବେ ଯେମିତିକି ଯେଉଁମାନେ ବର୍ଷେ 2 ବର୍ଷ 4 ବର୍ଷ ୱାର୍କଆଉଟ୍ କରୁଛନ୍ତି ତାଙ୍କମାନଙ୍କର କିଛି ଅଲରେଡ଼ି ମସଲ୍ ଡେଭଲପ୍ ହେଇଯାଇଥାଏ। ତ ଏମାନେ କ'ଣ ନା ନୂଆ ପିଲା ଯାଇକି ତାକୁ ବି ଦେଖିକି ମାନେ ମୋଟିଭେଟ୍ ହେଇଯିବେ କି ଭାଇ ତା ଭଳିଆ ଆମର ବଡ଼ି ଦରକାର, ତା ଭଳିଆ ବଡ଼ି ଦରକାର, ତା ଭଳିଆ ବଡ଼ି ଦରକାର। ତ ଭାଇ ସେମାନେ 4 ବର୍ଷ ଅଲରେଡ଼ି ଖଟିଲା ପରେ ତାଙ୍କର ବଡ଼ି ବାହାରିଛି ଡିସିପ୍ଲିନ୍ ସହିତ। ତ ତୁମେ ଯାଉ କହିବ ବୋଧେ ଏମିତି ବଡ଼ି ବାହାରିବ ତ ହେବନି। ଫାଷ୍ଟ ତୁମେ ବେସିକ୍ ଜିନିଷରେ ଆଗ ଫୋକସ୍ କର। ଯେମିତିକି ଫାଷ୍ଟ ତୁମେ ତୁମ ଷ୍ଟ୍ରେନ୍ଥ ଉପରେ କାମ କର, ଡାଏଟ୍ ଉପରେ କାମ କର, ସ୍ଲିପ୍ ଉପରେ କାମ କର। ଏଇଗୁଡ଼ାକ ତୁମ ବେସିକ୍ ଜିନିଷ ତୁମର ଯେଉଁଟାକି ଦରକାର। ଫାଷ୍ଟ ୱାର୍କଆଉଟ୍ ଗଲା ଆପଣମାନେ ଯାଇକି ହେଭି ୱାର୍କଆଉଟ୍ କରୁଛନ୍ତି। ହେଭି ୱାର୍କଆଉଟ୍ କରିବା ଦରକାର ନାହିଁ, ହେଭି ୱେଟ୍ ଲିଫ୍ଟ କରିବା ଦରକାର ନାହିଁ କିଛି। ଫାଷ୍ଟ ତୁମେ ଯାଇକି ତୁମ ନିଜ ମାନେ ଯେମିତିକି ଡିପ୍ସ ହେଉ, ପୁଲ୍ଅପ୍ ହେଉ, ଅଳ୍ପ ୱେଟ୍ରେ ଖାଲି ବାର ହେଉ ଏଇଗୁଡ଼ାକ ୱାର୍କଆଉଟ୍ କର। ଯେମିତି ଡିପ୍ସ ମିନିମମ୍ 100, ପୁଲ୍ଅପ୍ ସେ 50-100 ସେଗୁଡ଼ାକ କଣ୍ଟିନ୍ୟୁ ସପ୍ତାହ 2 ସପ୍ତାହ 3 ସପ୍ତାହ କଣ୍ଟିନ୍ୟୁ କର। ଯେତେବେଳେ ତୁମେ ପରଫେକ୍ଟ 50-100 ଡିପ୍ସ କିମ୍ବା ପୁଲ୍ଅପ୍ ମାରିଦେବ ସେତେବେଳେ ଯାଇକି ତୁମେ ୱେଟ୍ ଆଉ ସେଟ୍ ଆଡ଼କୁ ଯିବ। ତୁମ ଯେପର୍ଯ୍ୟନ୍ତ ତୁମ ନିଜର ୱେଟ୍ ତୁମେ ଠିକ୍ ସେ ଟେକି ନ ପାଉଛ ୱେଟ୍ କ'ଣ ଟେକିବ। ଫାଷ୍ଟ ତୁମ ନିଜ ୱେଟ୍କୁ ପରଫେକ୍ଟ ପୁରା ଇଜିଲି ୱେଟ୍ ଲିଫ୍ଟ କର। ଆରାମସେ 50-100 ରେପିଟେସନ୍ କର ଦେନ୍ ତୁମେ ୱେଟ୍କୁ ଯିବ। ଆଉ ଡାଏଟ୍କୁ ଫୋକସ୍ କର। କିଏ ମାନେ ଅଲଗା ପିଲାକୁ ଦେଖିକି ସାଙ୍ଗେ ସାଙ୍ଗେ ତାର ବଡ଼ି ବାହାରିଛି ଯେହେତୁ ମୁଇଁ ବି ନେଇଯିବି ସପ୍ଲିମେଣ୍ଟ ନେଇଯିବି କି କେଉଁ ଟ୍ରେନର୍ ଦେଇଦେଲା କି ଟ୍ୟାବଲେଟ୍ ୟୁଜ୍ କରିଦେବି, ଇଞ୍ଜେକ୍ସନ୍ ୟୁଜ୍ କରିଦେବି ତ ସେଗୁଡ଼ାକୁ ଆଭଏଡ଼୍ କର। ଫାଷ୍ଟ ତୁମ ଡାଏଟ୍ ଉପରେ ଫୋକସ୍ କର, ୱାର୍କଆଉଟ୍ ଉପରେ ଫୋକସ୍ କର ଆଣ୍ଡ ରେଷ୍ଟକୁ ଧ୍ୟାନ ଦିଅ। ଏଇ 3ଟା ହେଲେ ହିଁ ତୁମେ ଫାଷ୍ଟ ଗ୍ରୋ ହିଁ ଆଗକୁ କରିବ। ଏଇ 3ଟା ହେଉଛି ବେସିକ୍ ଜିନିଷ।
ତ ଏତିକି ଫାଷ୍ଟ ଫୋକସ୍ କର, ତାପରେ ତୁମେ ବଡ଼ି ଆଡ଼େ ଚିନ୍ତା କରିବ। ଫାଷ୍ଟ ଆଗ ସପ୍ତାହଟେ ଜିମ୍ ଆସ, ତାପରେ ଆଗକୁ ଯିବ। ବହୁତ ପିଲା କ'ଣ ନା ଆଡ଼ମିସନ୍ କରିଦିଅନ୍ତି ଜିମ୍ରେ, 2 ଦିନ 3 ଦିନ ଆସୁଛନ୍ତି ପିଡ଼ା ହେଇକି ଆଉ ଜିମ୍ ବନ୍ଦ। 100 ପିଲା ଆଡ଼ମିସନ୍ରୁ ଆସିବେ 10ଟା ଆଉ 90 ବନ୍ଦ। ତ ଆଗ ଫାଷ୍ଟ ଜିମ୍ କଣ୍ଟିନ୍ୟୁ ସପ୍ତାହଟେ କର, ତାପରେ କିଛି ଆଗକୁ ପଢ଼ିବ। ତ ଆଉ ବେଶୀ ଆଡ଼ଭାଇସ୍ ଦେବାନି, ନହେଲେ ପିଲା କହିବେ ବେଶୀ ଜ୍ଞାନ ଦେଉଛି। ତ ଡାଇରେକ୍ଟ ଜିମ୍ରେ ୱାର୍କଆଉଟ୍ ସହିତ ଦେଖା ହେବା, କେମିତି ବିଗନର୍ ମାନେ କେଉଁ ୱାର୍କଆଉଟ୍ ଫାଷ୍ଟ କରିବେ। ତ ସାଙ୍ଗମାନେ ବର୍ତ୍ତମାନ ମୁଁ ବାହାରିଲି ମୋ ପାର୍ସଲ ଆଣିବା ପାଇଁ। ଆଜିକି 3 ଦିନ ହେଲାଣି କହୁଛି ପାର୍ସଲ ଆଣିବି କେତେବେଳେ ମନେ ପଡ଼ୁନି। ଯାଇକି ଆଜି ଫାଇନାଲି ଯେହେତୁ ଡ୍ୟୁଟି ଯାଇନି, ଆଜି ଫାଇନାଲି ଯାଇନି ଆଣିବାକୁ ପଡ଼ିବ ପାର୍ସଲଟା। ମା ଗାଡ଼ି ଘର ତାଲା ପଡ଼ିଛି କି? ତାଲା ପକେଇଛୁ? କହିଲି ତାଲା ପକେଇଥିଲୁ ଏଇ ଗାଡ଼ି ରାସ୍ତା ଯୋଉ ଗାଡ଼ି ଘରଟା? ଭାଇ ଜିନିଷ କାମ ଭୁଲିବାରେ ମୁଁ ଏକ୍ସପର୍ଟ। 2 ଦିନ ହେଲାଣି ମୋର ପାର୍ସଲ ଆସିଛି, କିନ୍ତୁ ଏପର୍ଯ୍ୟନ୍ତ ମୁଁ ପାର୍ସଲ ଆଣିପାରୁନି। ହଁ, କାମ କହିବାରେ ଭୁଲିବାରେ ମୁଁ ଗୋଟେ ଏକ୍ସପର୍ଟ। କହିଦେବ ଏଇ ପୁଣି ସାଙ୍ଗେ ସାଙ୍ଗେ ମୋର 5 ମିନିଟ୍ କାମ ନଥିବ। ଭୁଲ କୋଡ଼ ନମ୍ବର 1 ଯାଇକି ଆଜି ଆଣିବା ଭାରି ଯେମିତି ହେଲା ଆଉ। ହଁ ଗାଡ଼ିଟା କିଏ ଧୋଇଥିଲା? ଏଇ ଗାଡ଼ିଟା ଗୋଟେ ପରିଷ୍କାର ଦେଖାଯାଉଛି। କେବେ ଆଜି ଧୋଇଥିଲେ? ଏଇ ଦିଆଡ଼େ ଚିକଣ ଦେଖାଯାଉଛି ଆଉ, ନହେଲେ ଅପରିଷ୍କାର। ଗାଡ଼ି ପୁରା ଚିକ୍ ଚିକ୍ ଦେଖାଯାଉଛି। ଦେଖ ଗାଡ଼ି ପୁରା ଚିକ୍ ଚିକ୍ ଦେଖାଯାଉଛି। ବାପା ଧୋଇ ନେଇଯିବେ ଆଉ, ମୁଇଁ ତ ଧୋଇବାର ନାହିଁ, ଠକ ଲୋକ ମୁଇଁ। ବାପା ଗାଡ଼ି ମେଣ୍ଟେନାନ୍ସ କରିବେ, ଗାଡ଼ି ଧୋଇବେ, ସେ ସବୁ କରିବେ, ମୁଇଁ ଖାଲି ଚଲେଇବି। କାମ ଘର କାମର ଗୋଟେ କୋଶ୍ଚିନ୍ ନାହିଁ ମୋ ଦ୍ୱାରା। ହଉ ଆଉ ନାହିଁ ସଦି ଜନ୍ଦା କରି ଯାଇକି ମୋ ସହିତ କଳି ହେଇକିନି ସେ ଯାଇକିନି ବାପା ସହିତ ପାର୍ଲର ଯାଇଥିଲା। ମୋ ସହିତ ଆଜି ପାର୍ଲର ନାହିଁ, ବାପାକୁ ଧରିକିରି ପଳେଇଛି କଳି ହେଇକିନି। କଳି ହଉ କି ଯାହା ପାର୍ଲର ଯିବାଟା ଆଉ ବନ୍ଦ ହବନି, ଏମିତି ହେଲେ ଯିବ ପରା। ଯାଉ ଚାଲୁ ଆମେ ଯିବା ପାର୍ସଲ ନେଇକି ଆସିବା, ନହେଲେ ରାଗିବ ପୁଣି ପଳେଇବା। ଛୋଟ ପାର୍ସଲ ପାଇଁ ମତେ 20-22 କିଲୋମିଟର ଆସିବାକୁ ପଡ଼ିଲା। ଆଡ୍ରେସ ଭୁଲ ହେଇଗଲା ତ ଏଇଟା ଅସୁବିଧା ଆଉ। ଘର ପାଖରେ କୋରିଅର ଅଛି, କିନ୍ତୁ ମତେ ଭୁଲ ଆଡ୍ରେସ ଯେହେତୁ ମତେ ଏତେ ବାଟ ଆସିବାକୁ ପଡ଼ିଲା। ଯାହା ହଉ କରିବା ଆଉ, ଟିକେ ଭୁଲ ପାଇଁ ତ ସବୁ କିଛି ଚେଞ୍ଜ ହେଇଯାଉଛି ଆଉ। ଚାଲ ଯାଉ ଦେଖିବା। କାଲି ଆଣା ହେଲାନି, ନର୍ସରୀ ତ ଦୋକାନ ବନ୍ଦ ହେଇଯାଇଥିଲା କାଲି। ଅନୁଗୁଳରୁ ଆଉ ଆଣି ହେଲାନି କିଛି ପ୍ଲାଣ୍ଟ ଫ୍ଲାଣ୍ଟ। ଦେଖିବା ଆଜି ତାଳଚେରରେ କୋଉଠି ଥିବ ନର୍ସରୀ, ଗୋଟେ କାହାକୁ ପଚାରିକି ଦେଖିଦବା ଏଠି ଥିବ କିଛି ନେଇକି ଯିବା ଆଉ। ଚାଲ ଫୋନ କରେ ମୋ ସାଙ୍ଗଟାକୁ, କୋଉଠି କ'ଣ ଅଛି ନର୍ସରୀ ଠିକ୍ ସେ ମୁଁ ତ ଦେଖିନି କୋଉଠି ଅଛି। ତା ପଚାରିଲେ ସେ ତାଳଚେର ପିଲା, ସେ ଭଲ ଭାବରେ କହିପାରିବ କୋଉଠି ଅଛି। ପଚାରେ ଯଦି ଥିବ ତ ନେବା, ନହେଲେ ଘରକୁ ଯିବା ଆଉ। ଗଢ଼ି ତ ଫୋନ କଲେ ସାଙ୍ଗ ଫୋନ ଆଉ ଉଠେଇଲାନି। ଅଭୟ ଭାଇ ଘରେ କହିଲେ କ'ଣ ଅଛି ପ୍ଲାଣ୍ଟ ବୋଲି, ଦେଖିବା କ'ଣ ପ୍ଲାଣ୍ଟ ଅଛି। ଇନଡୋର ପ୍ଲାଣ୍ଟ ନହେଲେ କିଣିବା ଆଉ। ଭାଇ ଆମର ଡ୍ୟୁଟିରୁ ଆଇଲାନି, ମୁଁ ଆଜି ଡ୍ୟୁଟି ଯାଇନି। ମନ୍ଦିର ଯାଇଥିଲି ଆଉ ଯାଇନି ଡ୍ୟୁଟି। କାମ ଅଛି, କ'ଣଟା କାମ କଲ? କ'ଣ କାମ କଲ? ତମର ଆଜି ବି ଏମିତି ଖାଇ ଏଇଟା ସବୁ ଗଛ ଲଗେଇଛନ୍ତି ଅଭୟ ଭାଇ। ଦେଖ ପୁରା ଗାର୍ଡେନ ତାଙ୍କର ଫୁଲ ଚାରା ସବୁ ପଡ଼ିଛି। ଏରା ଗଛରା ଏବେ ଆଣିଛ କି? ଆଉ ଗଛ ଲଗେଇଛି ମୁଁ ନିଜେ ଗଛ ଲଗେଇଛି। ଭଲ କରିଛ। ଏଇଗୁଡ଼ାକ ଇନଡୋର ପ୍ଲାଣ୍ଟ ହେଇକିରା ଯୋଉ କହିଲେ କ'ଣ ଏଇଟା କ'ଣ ନାଁଟା? ଘର ଭିତରେ ଲଗେଇପାରିବ, ଏଇଟା ତ ଲଗେଇଛି। ଏରିକା ପାମି କ'ଣ ଗୋଟେ କହିଲା, ଆଉ ଗୋଟେ କି କ'ଣ ଗୋଟେ କହିଲା। ଏଇଟା ସବୁ ଏଇଟା ତ ଏରିକା ପାମଟା ବୋଧେ ନା? ଏଇଟା ତ ହଁ, ଏଇଟା କ'ଣ ଜାଣିନ, ଖାଲି ଆଣିକି ରଖିଦେଇଛ ସବୁ। ଏଇଟା ଭିତରେ କ'ଣ ଗୋଟେ ଲଗେଇଛ ଭାଇ। ଅଭୟ ଭାଇ ମତେ ପାଖାପାଖି 1500-2000 ଟଙ୍କାର ପ୍ଲାଣ୍ଟ ମତେ ଫ୍ରିରେ ଦେଇଦେଲା ଭାଇ। ଥ୍ୟାଙ୍କ ୟୁ ଭାଇ, ଅଭୟ ଭାଇ କି ଥ୍ୟାଙ୍କ ୟୁ। ଆଉ 2000 ପାଖାପାଖି 2000 ପରେ ହେଇଯିବ, ସେ କମ୍ ନାହିଁ।
ଦୁଇଟା ଯାହା ମିଳିଗଲା ଭାଇର ଭଲ ପାଇବା ଅଛି ସେତିକି ଆଉ ସାନ ଭାଇଟାକୁ ଦେଲେ ଆଉ ଥ୍ୟାଙ୍କ ୟୁ ଆଜ୍ଞା ହବ ଭାଇ ଭାଇ ଗଛ ବହୁତ ବଢିଆ ବଢିଆ ଗଛ ଲଗେଇଛନ୍ତି ଏ ଗଛ ନିହାତି ଭାବରେ ମାନେ କଣ ତ ଯଦି ତମେ ଗଛ ଇଣ୍ଡୋର ଗୁଡାକ ଲଗାଉଛ ନିହାତି ଭାବରେ ତମେ କଣ କଲ ଆମେ ଯୋଉ ଡଷ୍ଟ ଏରିଆ ରହୁଛୁ ତ ଗଛ ନିହାତି ଦରକାର ମାନେ ତମ ଅକ୍ସିଜେନ ପୁରା କ୍ଲିନ ଅକ୍ସିଜେନ ଦରକାର ତ ରୁମରେ ଆଟଲିଷ୍ଟ କିଛିଟା ତ ପରିବର୍ତ୍ତନ ହବ ଏଇ ଯୋଉ ଏତେ ଡଷ୍ଟ ଭିତରୁ ଟିକେ ତ ମୁକ୍ତି ପାଇବ ଖାଲି ତ ଆମେ ଯାହା ବି ତ ଏଇ ତାଲଚେର ଏରିଆରେ ଖାଲି ଡଷ୍ଟ ହିଁ ନଉଛୁ ଭିତରକୁ ଆଉ ଭଲ ନିଶ୍ୱାସ ଟିକେ ତ ପାଉନୁ ଗଛ ଗଛ ଲଗେଇକି ଟିକେ ଯାହା କରିବା ଆଉ ଗୋଟେ ଦିଟା ଗଛ ମିଳିଲାନି ଏରିକା ପାମ୍ ଯୋଉଟା ସେଇଟା ଦେଖିବା ନର୍ସରୀ ଟିକେ ଆସିଛି ବର୍ତ୍ତମାନ ଦେଖିବା ଏଠି ଅଛି କି ନାହିଁ ନେବି ଗାଡା ଟିକେ ଆଣୁଛେ ଭାଇ ଫାଇନାଲି ଗଛ କିଣା ସରିଗଲା ନର୍ସରୀ ମିଳିଗଲା ଯୋଉ ଗଛ ଖୋଜା ହଉଥିଲା ଅଭୟ ଭାଇ ବହୁତ ଗୁଡା ଦେଇଦେଲା ଆଉ ଦିଟା ଗଛ ମିଳିଗଲା ଗୋଟେ ଆଡୁ ଆଉ ଯାହା ହଉ ଆଉ ଏଇଟା ଖୋଜିବାକୁ ପଡିବନି ଭାଇ ଗଛ ଖୋଜି 3 ଦିନ ଟାଇମ ୱେଷ୍ଟ ହେଇଗଲା ଚାଲ ଚାଲ ଆଉ ଗଛ ଖୋଜା ଖୋଜି ନାହିଁ ସିଧା ଘରକୁ ଯିବା ଟାଇମ ବି ଗୋଟେ ହେଲାଣି ଖାଇବା ଟାଇମଟା ବି ହେଇଗଲାଣି This is my Blackwood. ब्लैक बीस्ट गाड़ी में आगे जाएंगे डाइट लेंगे उसके बाद जिम जाएंगे आज जिम में वेरी इंटरेस्टिंग वाला वर्कआउट है बिगनर का वर्कआउट बिगनर मान वर्कआउट आज भल भाव गोटे वर्कआउट सीरीज बन दबा जो मैंने कि पे बर्तमान घर को पहुँची गली आउ भोक लगे खाई रेस्ट करके सीधा जिम को जिम आज वर्कआउट अच्छे सीरीज भी स्टार्ट करा तो जल्दी रेस्ट करके पलैया आउ एडिटिंग भी अच्छे एडिटिंग सारिकी काम सारी रेस्ट करवा अच्छा ठीक अच्छे कोई असुविधा ना मुझे जानी से जानी तुम मिस तो देह खराब अच्छे तो किसी कहबेनि मुझे कहीदेवी शोपड़ शोपड़ पिला देहटा टे खूब भल ना तो भल लगुनि जल्दी खाई खाई सारा ना खाई ना ना हाँ शोपड़ हौ देख भाई मैंने आमर के गछ लगी के लगे गछ ये गछ सब लगे गछ विषय कह गचर लगेबार कौन जो माने महत्वटा टे कह मो मैं तो गछ लगे को गछ ना टे कहीदेलु एटा को गछ एटा सार पत्रटा एटा ए ना ना ए जो नालिया नालिया हल्दिया झड़ा एटा मन पड़ुनी एटा एटा रबर प्लांट एटा भी सेटा सेम जे एटा माने जो तार भेराइट अलगा कोडा एटा भी मन छोटोडा चमटीडा एटा 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 ही स्नेक प्लांट हां तांतडा एरा मोर मन पड़ुनी कुंड पाइला जे डब्बा रंगडबा डा कुंड आनिबा एगुडा को लगे तार कोन कोन हो आ एटा एरिका पांडा एटा एरिका गछ लगले कोन हो गछ लगले कोन होबो भलो ऑक्सीजन मिलिबो माइंड फ्रेश रहइबो आ रूम भल देखा जीवो एयर प्यूरिफाई भल हबो आ तुमको पूरा नेचुरल ऑक्सीजन तुम पाइबो ताले कोन कहबो हम भी समस्त गछ लगेबे समस्त लगा गछ लगले फालतू लोक मान कोठ दूरे रहो गछ मान को पाखरे रहो अधिक टाइम जंगल भीतर रह चलिबो जा 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 रहबो जा जंगल आम एते हो पारबानी ना आम जो भाई लाइफ स्टाइल मेंटेन करूँ आम जंगल चाहिए भी रही पारबानी कि टिके टिके हल्का फुल्का तो घरडा रही बट बहुत मेहनत बहुत आज जान कि तुम जानते तुम शुइल मुझे पर्यंत माने शुइनी भी बेला जाक शुइनी भाई ए पिला को देखो ये होजी पूरा जेन्युइन पिला खाली कहला वीडियो रे जे मैं भी आज आइजी मोटिवेशन ना पिलाडा ना बागर लागो बोली गला लागे तो जे मैं आज आइजी हला आज फास्ट या को नेबी में जो गन तो बिगनर सीरीज रे तो आज कर वर्कआउट बाऊ करबो नहीं रेडी तो हो चलो रेडी हो जा फास्ट डीप सी करिया हो चल 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 रिवॉर्ड रे 30 टा हां तलकु जा चेस्ट में जो हाफ है हाँ फुल नहीं तलकु जा हाँ मुँह पूरा नाली कुआड़े पलैलु जे फ्लाई केता मारबू कह 30 टा मारथुलु पूरा केता मारलु
10ଟା ଜମା ମାରିଲୁ 30ଟା ମାରିବା ପାଇଁ କହୁଥିଲୁ। ମୁଁ ତ ଫ୍ରେଣ୍ଡସ୍ ଯେମିତିକି ଆଜି କହିଥିଲି କି ବିଗନର ମାନଙ୍କ ପାଇଁ ବନା ହବ ସିରିଜଟା। ଭାଇ ଫାଷ୍ଟ ବିଗନର ସିରିଜ ଷ୍ଟାର୍ଟ କରିବ। ତ ମୋ ପାର୍ଟନର ଯେ ପୁରୁଣା ପାର୍ଟନର ଥିଲା ବାଦଲ, ସେ ଆଜି ବିଗନର ଟୋଟାଲ ସିରିଜଟା ଦେଖେଇବ ସେ କେମିତି ୱାର୍କଆଉଟ କରାହବ, ତାକୁ ନେଇକି ମୁଁ କରିବି। ଏଇ ଯେ ଆମର ରେଡି ହେଇଗଲାଣି ସେ ଅଲରେଡି, ଯୁଦ୍ଧ ପାଇଁ ଅଲରେଡି ପିଲା ରେଡି ଆମର। ତ ବିଗନର ମାନଙ୍କୁ ଫାଷ୍ଟ ମୁଁ କହିବି ଯେ ଫାଷ୍ଟ ତୁମେ ୱାର୍ମ ଅପ୍ ଭଲ କର, ଦେନ୍ ତାପରେ ତମ ଯେମିତିକି ସକାଳେ କହିଥିଲି କି ତମ ଫାଷ୍ଟ ଆଗ ଆସିଲା କଣ ଡିପ୍ସ ଆଉ ପୁଲ୍ ଅପ୍ ଉପରେ ଫୋକସ୍ କର। ଏମିତି ମ୍ୟାକ୍ସିମମ୍ 100 ମିନିମମ୍ ଡିପ୍ସ ଏମିତି 50 100 ଏମିତି ଆଗ ମାର, ନିଜ ୱେଟ୍ ଉଠାଅ, ଦେନ୍ ତାପରେ ୱେଟ୍କୁ ମାନେ ସେଟ୍କୁ ଯିବ। ତ ଆମେ ଆଉ ଏବେ ତ ଡିପ୍ସ ଦେଖେଇ ହେବନି ଯେହେତୁ ବିଗନର ମାନଙ୍କ ପାଇଁ ସିରିଜଟା ବନା ହେଉଛି ୱାର୍କଆଉଟ୍ର। ତ ଫାଷ୍ଟ ଆମେ ୱାର୍କଆଉଟ୍ ଷ୍ଟାର୍ଟିଂ କରିବା। ତ ଫାଷ୍ଟ ୱାର୍କଆଉଟ୍ ଆମର ରହିବ ଡିପ୍ସ କେମିତି ମାରା ହୁଏ ଚାଲ ଦେଖିବା। ଚାଲ ଷ୍ଟାର୍ଟ କର। ଫାଷ୍ଟ ଆମେ ଡିପ୍ସର ପରଫର୍ମାନ୍ସ କରିବା, ଯୋଉଟା ଡିପ୍ସର ଫାଷ୍ଟ ଆମେ ଆମର ପୋଜିସନଟାକୁ ନେବା ଅଛି। ଚାଲ ଦେଖା। ଆଉ ଫାଷ୍ଟ ଆମ ହ୍ୟାଣ୍ଡ ଆଗ ପାପୁଲି ମାନେ ପାମ୍କୁ ତମେ ଠିକ୍ସେ ଆଗ ତାର ପୋସ୍ଚରଟା ଠିକ୍ସେ କରିବାର ଅଛି। ମାନେ କେତେ ତମ ସୋଲ୍ଡର ୱାଇଡ୍ କେତେ ରହିବ ସେଇଟାକୁ ତମେ ହାତ ମାପରେ ହିଁ କରିବ। ଚାଲ ଏଇ ପାପୁଲିରୁ ଆଉକୁ ଚେଷ୍ଟ ଆସିବ ହେଲା ସ୍ଲୋରେ, ୱିଦାଉଟ୍ ଉପରକୁ ନବ ୱିଦାଉଟ୍, ସ୍ଲୋ। ସେକେଣ୍ଡ ଏକ୍ସରସାଇଜ ଆମର ସ୍ମିଥ୍ ମେସିନ୍ ଯେଉଁ ଜିମ୍ରେ ଅଛି ସ୍ମିଥ୍ ମେସିନ୍ରେ କର। ଯେହେତୁ ଯେତେ ନୂଆ ପିଲା ବିଗନର ମୁଁ ସବୁବେଳେ ପ୍ରେଫର କରିବି ସ୍ମିଥ୍ ମେସିନ୍। ଫ୍ରି ୱେଟ୍ କରିବନି ଯେହେତୁ ପିଲାଙ୍କର ନୂଆ ପିଲାଙ୍କର ହାତ ବାଲାନ୍ସ ରୁହେନି, ଇନବାଲାନ୍ସ ରୁହେ। ତ ଫାଷ୍ଟ ତୁମେ ସ୍ମିଥ୍ ମେସିନ୍ରେ କର, ତୁମର ବାଲାନ୍ସ ହିଁ ଠିକ୍ସେ ରହିବ, ତୁମ ୱାର୍କଆଉଟ୍ କରିବା ପାଇଁ ବି ମାନେ ସେଫ୍ଲି ରହିବ। ତ ଫାଷ୍ଟ ଆମେ ବେଞ୍ଚ ପ୍ରେସ୍ କରିବା। ବେଞ୍ଚ ପ୍ରେସ୍ର ଫାଷ୍ଟ ଟିକେ ବେଞ୍ଚ ପ୍ରେସ୍ ଫାଷ୍ଟ ତୁମର ଏଇ ବାରଟା ତୁମର ଯେଉଁ ବାର ଅଛି ସ୍ମିଥ୍ ମେସିନ୍ର ବାରଟା ସବୁବେଳେ ତୁମର ନିପଲ୍ ସିଧା ରହିବ। ଏଇ ସିଧାକୁ ତୁମେ ଆଣିବ, ଫ୍ଲାଟ୍ ରହିବ ତ ନିପଲ୍ ସିଧାକୁ ଆଣିବ, ମାନେ ଆଗ ପଛ କରିବନି। ଏଇଟା ତୁମର ମାନେ ଏଇ ଟୋଟାଲ ଏଇ ସିଧାରେ ହିଁ ରହିବ, ଆଉ ଆଗ ପଛ କରିବନି। ଚାଲ ସ୍ଲୋରେ ଲିଫ୍ଟ କରିବୁ। ହଁ ସ୍ଲୋ ଡାଉନ୍ ଆଣ୍ଡ ଅପ୍, ଉପରକୁ ନେଲା ବେଳେ ୱିଦାଉଟ୍ କରିବୁ ହେଲା। यार भी सेम 4टा सेट कर 8-12 रेपिटेशन एमती वेट लग जमी 10ରୁ 12 रेपिटेशन जीव ताठू अधिका जावा दरकार नहीं कि कम रहा दरकार नहीं। ये वेट चूज कर नुआ नुआ पिला कौन पुराना पिला को देखिकी माने मोटिवेटेड हिसाब कौन करवा सी तो लगे क्विंटाल मुझे भी लगेदे भाई तुम फास्ट तुम बेसिक कम कर देन तुम वेट को जीव। ये जिनसा कंपलसरी सब पिला भूल कर जिनसा भाई सी गोटे मारिदेला 50 केजी भाई मुझे मारिदेवी मारिदेवी कहीकि टोटाल 2 दिन एंजोर्ड जिम बंद। फास्ट बेसिक कम कर तापर तुम तुम वर्कआउट को जीव। क्लो जानबू माने बिगनर से नाही किंतु से बिगनर भी आरिन भाई गोटे 2-3 वर्ष बंद कला माने पुणी बिगनर से स्टार्ट तो पिला आसु आसु ड्रेस खोल सारा 2टा वर्कआउट हैनी। ओ छाड़ वक्तुदी कम चलो थर्ड एक्सरसाइज के जीवा। थर्ड एक्सरसाइज इनक्लाइन बेंच प्रेस करियो होला सेम स्मिथ मशीन हम जेहेतु बालांस तुम जमी गड़बड़ न हुए तो स्मिथ मशीन ही कर रख 45 डिग्री एंगल तुम जी एडजस्टेबल बेंच अच्छी तल पटू 3 नंबर लक लगे सेटा तुम एडजस्टेबल माने 3 नंबर लक लगे तुम स्मिथ मशीन को आण तुम आउ को आनबार अच्छी है। चेस्ट माने मारे मारे इनक्लाइन बेंच रो एंगल 3 नंबर रहा बारटा सब तुम अपर चेस्ट रहा दरकार एंगल चेस्ट आउटे पछकु जा आउटे पछकु जा आउटे पछकु जा ठेल 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 पछकु ए बेंच ही मैंने इंपोर्टेंट जे एपट सेपट टे बेंच रो भी गला तुम शोल्डर ही इंजुरी आसीबो। तो फास्ट तुमरो ई बेंच रो माने तारो पोजीशन ना ही रहइबो तुमरो अपर चेस्ट माने शोल्डर रु टिके डाउन अपर चेस्ट रहबा दरकार फास्ट यारो 12 एंगल ला। तो फास्ट सेट चलो स्लो एल्बो टे भीतर को हला ए एल्बो बाहर करबोनी एल्बो टे भीतर रहइबो स्लो तळको तो आउन दो ब्रीथ इन ओपन द ब्रीथ आउट 1 सेकंड होल्ड देन स्लो अगेन कहबी ओके वेट ऊपर फोकस करनी तुम माने माइंड मसल कनेक्शन करो आउ नेगेटिव माने सेट तुम जोड़ा कि स्लो रेंज ऑफ मोशन रे करो इफेक्ट खाली बाहर ही तुमको बहुत इफेक्ट दबो वेट ऊपर फोकस करके एंजॉय करो। थर्ड सेट तापर 4 एक्सरसाइज करिया फोर्थ एक्सरसाइज करिया बटरफ्लाई
बर्तमान थर्ड फोर्थ एक्सरसाइज की जा फोर्थ एक्सरसाइज आम रहिबो बटरफ्लाई जोड़ी पैकडे फ्लाई एमती मशीन अछि समस्त प्राय तो सब जिम रे पैकडे फ्लाई थिबो ए मशीन तो एटा बटरफ्लाई फोर्थ एक्सरसाइज करिवे चल आराम से जमती से नेला माने गुटे हाथ आगो फास्ट खिंचला फास्ट सेमती पोस्चर रे खिंचिबे आगो ता माने वेट को कंट्रोल करिवे आ दुई हाथ नै कि एंजोर करिया नै स्लो एंड देख चेस्ट अप क्लोज यार वैसे हम 3टा सेट करिवे 3 रु 4टा सेट करिवे 8 रु 12 रेपिटेशन सब सब रेपिटेशन तमरो 8 रु 12 रहबा दरकार 4टा 3टा 4टा सेट जहा भी कले चलिबो 3 रु 4 2टा सेट करिवे 3 रु 4टा सेट करिवे मैक्सिमम 12टा रेपिटेशन रहबा दरकार स्लो मुंडा ऊपर सीधा बैक ऊपर सीधा रखिबो होला ठीक अछि तारे हमरो फोर्थ एक्सरसाइज रहबो डिक्लाइन प्रेस जे एठी पूरे एई जो मैंने बिगनर अच्छे बारबेल बेंट रो बहुत पिलाकर हुए जोड़ा कि अंटा पेन हवार 99% प्रॉब्लम पिलाकर हुए बारबेल बेंट रो रे नले टी बार रो रे तो यही तुम इनक्लाइन बेंच करिकी एमती परफॉर्मेंस करो बेस्ट तुम रहिबो किछि दरकार नै टी बार रो इन करियाडा बेंट ओवर रो करियाडा जो माने बिगनर एडवांस लेवल पई छाडी दियो जो माने बिगनर तो एमती तुम इनक्लाइन बेंच करिकी बार धरिकी करो तुम सेफ रहिबो भलो तुम प्रेशर भी तो आउटे जिनस मेन इंपोर्टाट मेसीन देखो एथर आम जो लक अच्छी फास्ट 3 नंबर कि 4 नंबर ही तुम लक लगे बेसी पचकु नब ना रियल डेल्टा एनगेज हम 3 नंबर में तुम 3 नंबर होल लग दब ना 4 नंबर होल लग दब आउ 5 नंबर 6 नंबर जीवन ना रियल डेल्टा एनगेज हम आम जावा के 5th नंबर एक्सरसाइज डिक्लाइन प्रेस बिगनर जेहेतु मिनिमम चेस्ट ही खाली एक्सरसाइज जेहेतु से माने ताको बॉडी लोड ना एक्वेंटेड ना तो से सब एक्सरसाइज चेस्ट जहाँ भी 6टा 7टा एक्सरसाइज करेंगे आ ट्राइसेप करिया ना गोटे गोटे एक्सरसाइज करेंगे जेहेतु नुआ पिला ताको बॉडी माने हेवी वेट तो करेंगे जेहेतु से तो 6टा 7टा ताको वर्कआउट कले भी चलो मैंने इंटरमीडिएट कि एडवांस से 4टा 5टा एक्सरसाइज करो तार अधिका करते आ 4टा 5टा एक्सरसाइज तुम जान जीवा दरकार नहले पिला वर्कआउट करूँ कौन ना 10टा 12टा वर्कआउट करूँ देखला घर को जाऊँ पूरा हिरो भाया चुटी साइज कर भाई ये वर्कआउट कर अच्छी घर आसनी वर्कआउट कर 45 मिनट जमी जीवन चलीज चल चल ये पिला को मुझे तो बिगनर सीरीज रे आनला ये मत कम कराऊँ तो ट्रेनर को कम कर हाँ छाड़ अत्यधिक कम चल स्लो ये भी सही सेम जिन तुम जो निपल डाउन नहीं आण निपल ना निपल फास्ट जोड़े निपल ऊपर को टिके रहिबो डिक्लाइन पाए एल्बो टिके भीतर को रहिबो देखा एल्बो केमती रहिबो एल्बो बाहर को करबोनी देख एमिति करबोनी बस टिके एल्बो भीतर को रहिबो देन स्लो रे डाउन करबो अगेन तळ को नेला को ब्रीथ इन ऊपर को नेला ब्रीथ आउट कंट्रोल रेंज ऑफ मोशन दा फास्ट इंपोर्टेंट देखो से केते स्लो रे परफॉर्मेंस करू स्पीड नाही मशीन चलोनी देखो एमती स्पीड मारिया दरकार नहीं आराम से 10टा 12टा रेपिटेशन दियो तुम वेट तुम निज माने कैपेसिटी अनुसार वेट लोड करो आराम से 8 ରୁ 10 रेपिटेशन नियो तो लास्ट एक्सरसाइज इग्नोर मानकर आम जोड़ा रहिबो फॉर आमर 6th एक्सरसाइज इनक्लाइन फ्लाई एटा लास्ट रहिबो आउ करबानी या पर हेती नफ जेती बिगनर मानक पई गोटा नुआ पिला पई 6टा एक्सरसाइज इनफ चेस्ट एती तुम कारण ताको रिकवरी बहुत स्लो थाए तो ताको अधिका एक्सरसाइज करबा कि अधिका वेट दे कले ताको रिकवरी स्लो होइबो तो गुटे माने पार्ट रो चेस्ट ओनली 5टा 6टा एक्सरसाइज इनफ तो फास्ट लिफ्ट करिया देखो एइटे तमे डंबल करूजो देन तमे लिफ्ट करो बस गोडरे टेकी की आराम से नबो स्लो ठीक ऊपर को बस चेस्ट ऊपर रहबा दरकार तब स्लो हां बस 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 नहीं बेसी तळकु दबार नाही नले रियल लेटर आसीबो तो आराम से करो एथरे तुम जेतु आइसोलेशन मूवमेंट एटे हेवी वेट की दबा दरकार नाही 5 केजी 10 केजी जेमति कि तुमरो 15 तो 12 ରୁ 15 रेपिटेशन गला भला वेट धरिबो पिला कोन कोन ना एइथरे भी माने जेमति कि कहली इंस्टाग्राम यूट्यूब रे देखिकी पिला जेमति देखोंदे 30 केजी 40 केजी फ्लाई माजोंदे भाई तुम से गुडा करनी से गुडा को जस्ट वीडियो बनिया पई एक्चुअली रेते वर्कआउट कहीं करू नाती हल्का हल्का माने आइसोलेशन मूवमेंट जेतु स्लो रे ही परफॉर्मेंस करो कम वेट रे तुम आइसोलेशन गुटे मसल एंगेज हो माने ओनली अल्प वेट करो हेवी वेट नियो एंजोर्ड हो तो केयरफुली वर्कआउट करो आगो जदि सेफ रहिबो देन तापर तमरो बॉडी बाहरिबो तुम इगो लिफ्ट करिवो एंजोर्ड होइकि मेडिकल ले पड़ियो भाई एकाथके जिम लाइफ बंद
ତ ଫାଷ୍ଟ ତମେ ଜିମ୍ ଯେମିତି କହିଥିଲି ସକାଳେ ଯୋଉମାନେ ନୂଆ ଆସୁଛ ଫାଷ୍ଟ 6 ଦିନ 7 ଦିନ ଜିମ୍ ଆସ ଆଉ ପେନ୍ ଭୟରେ ବହୁତ ପିଲା ଆଡମିସନ କରିଦଉଛି ଆସୁନାହାନ୍ତି ଭାଇ ଏଇ ଯୋଉ 6 ଦିନ 7 ଦିନ ଯଦି ତମେ ସର୍ଭାଇଭ କରିଗଲ ତାହେଲେ ତମେ ସବୁଦିନ ଜିମ୍ ଆକୁ ଇଣ୍ଟରେଷ୍ଟେଡ ହବ ମେନ୍ 7 ଡେଜ୍ ତାପରେ ତଳକୁ ଆଡ଼ିବେ ନାଇଁ ହେତିକି ଆପଣନାହାନ୍ତି ତ ଆଜିର ବିଗନର ମାନଙ୍କର ଫାଷ୍ଟ ଡେ ଥିଲା ଯେମିତି ଚେଷ୍ଟ ୱାର୍କଆଉଟ୍ ଥିଲା ଚେଷ୍ଟ ଆମର କେତେ 6ଟା ଏକ୍ସରସାଇଜ ଥିଲା ଏଇ 6ଟା ଏକ୍ସରସାଇଜ ହିଁ ବିଗନର ମାନଙ୍କ ପାଇଁ କାଫି ଏତିକି ହିଁ ପରଫର୍ମାନ୍ସ କର ଭଲ ଭାବରେ ମାନେ ଯଦି କିଛି ଡାଉଟ୍ ଅଛି ତ ମେସେଜ କର ମାନେ ଯେମିତି ଭଲ ଭାବରେ ସବୁ ଦେଖା ହେଇଛି କେତେ କେମିତି ପୋଜିସନ୍ ରହିବ ପୋସ୍ଚର ରହିବ କେତେ ରେପିଟେସନ୍ ରହିବ ସବୁ ଠିକ୍ସେ ଦେଖା ହେଇଛି ତ ଏତିକି ପରଫର୍ମାନ୍ସ କର ତା ସହିତ ତୁମ ବେଟର ଡାଏଟ୍ ରଖ ସ୍ଲିପ୍ ରଖ ଆଉ ମାନେ ନୂଆ ନୂଆ ପିଲାଙ୍କର ଗୋଟେ ବଡ଼ ପ୍ରୋବ୍ଲେମ୍ କ'ଣ ନା 2 ଦିନ ଜିମ୍ ଆସିବେ ଭାଇ କହିବେ ମୋତେ ପ୍ରୋଟିନ୍ ଦିଅ ସପ୍ଲିମେଣ୍ଟ ନହେଲେ ବଡ଼ି ବାହାରିବନି ନହେଲେ ମୋତେ ଇଞ୍ଜେକ୍ସନ୍ ଦିଅ ଭାଇ ଇଞ୍ଜେକ୍ସନ୍ ନେଇଗଲେ ବଡ଼ି ବାହାରିବନି ଯଦି ଇଞ୍ଜେକ୍ସନ୍ ନେଇକି ବଡ଼ି ବାହାରି ଯାଆନ୍ତା ତାହେଲେ ସବୁ ଜିମ୍ରେ ସବୁ ପିଲା ବଡ଼ି ବିଲ୍ଡର ଥାନ୍ତେ କେହି ଆଉ ସବୁ ଗାଁରେ ଘରେ ଘରେ ଗୋଟେ ବଡ଼ି ବିଲ୍ଡର ଥାନ୍ତେ ଇଞ୍ଜେକ୍ସନ୍ ନେଇକି ତ ଘରେ ବସିଥାନ୍ତେ ଜିମ୍ କ'ଣ ପାଇଁ ଆସିବେ ଏତେ କ'ଣ ପାଇଁ ଖଟିବେ ଏତେ କ'ଣ ପାଇଁ ଯେଉଁ ଡାଏଟ୍ କରିବେ ଏତେ ଡିସିପ୍ଲିନ୍ କ'ଣ ଦରକାର ଇଞ୍ଜେକ୍ସନ୍ ନେଇକି ତ ବଡ଼ି ବାହାରିବ ତ ଏଇସବୁ ଜିନିଷରେ ଫାଲତୁ ଜିନିଷରେ ପଡ଼ନି ଫାଷ୍ଟ ତୁମର ମାନେ ଡିସିପ୍ଲିନ୍ ରଖ ୱାର୍କଆଉଟ୍ ଡାଏଟ୍ ଆଉ ସ୍ଲିପ୍ ଏଇ 3ଟା ପ୍ରପର ରଖ ଧୀରେ ଧୀରେ ଗ୍ରୋଥ୍ ହେବ ଆରାମସେ ହେବ ଆଉ ପେସେନ୍ସ ରଖ ସେତିକି କହିବି ତ ବିଗନର ମାନେ ଯେଉଁମାନେ ବି ଅଛ ଡେଲି ଫାଷ୍ଟ ଜିମ୍ ଆସ ଏଇଟା ମୁଁ ଫାଷ୍ଟ କହିବି ତ ଦେଖା ହେବ ପୁଣି ନେକ୍ସଟ ଡେରେ ବ୍ୟାକ୍ ରହିବ ବ୍ୟାକ୍ର ଏକ୍ସରସାଇଜ ରହିବ ତ ଏବେ ବିଗନର ମାନଙ୍କର ସରିଲା ବର୍ତ୍ତମାନ ଆମ ୱାର୍କଆଉଟ୍ ଷ୍ଟାର୍ଟ କରିବା ତ ଚାଲ ଆଉ ଆମ ୱାର୍କଆଉଟ୍ ଦେଖେଇବ ବୋଲି 7 ଦିନ ହେଲା ଅଲରେଡ଼ି ଦେଖା ହେଉଛି ବର୍ତ୍ତମାନ ଆମର ଷ୍ଟାର୍ଟ ହେବ ଆଉ ଦେଖା ହେବ ଘରେ ଆଉ ବାଏ ବାଏ କ'ଣ ପାଇଁ ହସ ଧରିକିରେ କ'ଣ ପାଇଛୁ ଏମାନେ ସବୁ ଆମର ବିଗନର ଏମାନେ ଆସିଥିଲେ କେତେ ଜଣ ତମେ ଜଏନ୍ କରିଥିଲ କିରେ ତମେ 2 ଜଣ ଆଉ କିଏ ଜଏନ୍ କରିଥିଲା ଗୋଟେ ଆଉ କାହା ସହିତ ଆଉ 3 ଜଣ ଏଇ ସେମାନେ ଭାଇ ଏଇଭଳିଆ ହିଁ ବିଗନର ମାନେ 2 ଦିନ ଆସିଛନ୍ତି ବନ୍ଦ ପୀଡ଼ା ଭୟରେ ଭାଇ ପେନ୍ ହବ ପେନ୍ ନାହିଁ ତ ଗେନ୍ ନାହିଁ ପେନ୍ ଭୟରେ ଆସନି ଆସୁନ ଯଦି କ'ଣ ହବ ଏଇ ଯେ ମାନେ ଏଇ ଦେଖ ଆମର ପିଲା କେତେ କିଲୋମିଟର ବାଟରୁ ଜିମ୍ ଆସୁଛୁ କହିଥିଲୁ ଟିକେ ତୁଇ 12 କିଲୋମିଟର ତୁଇ କେତେରୁ ଆସୁଛୁ ନାଇଁ କେତେ କିଲୋମିଟର 7 ପିଲା ଆମର ସବୁ 12 10 20 କିଲୋମିଟର ବାଟରୁ ଆସୁଛନ୍ତି ଯେଉଁମାନେ ଘର ପାଖ ପିଲା 2 ଦିନ ଆସିକି ଏଇଭଳିଆ ପିଲା ଘର ପାଖରେ କିନ୍ତୁ ବାହାଘର ପରେ ଆଉ ଆସୁନି କ'ଣ ଏଇଟା କ'ଣ ଯୁବାକେଶରୀ ଯିବା ଆମ ୱାର୍କଆଉଟ୍ କରିବା ନାଇଁ ୱାର୍କଆଉଟ୍ କରିବା ଆଜି ଏଇ ପିଲା ଯୋଉ କ୍ୟାମେରାମ୍ୟାନ ହେଇଛି ସିଏ ଏଇ ପିଲା ଆଜି ବିଗନର ଆଇଲା ଇଏ ଆମର ଆଡଭାନ୍ସରେ ଆଇଥିଲା ଆଉ କିଏ ଆଉ ଗୋଟେ କଟିଂ ବେଳେ ଆଉ ଗୋଟେ କିଏ ଆସିବ ଏ ଶୁଭମ ଆସିବ ଫ୍ୟାଟ ଲସ୍ରେ ସେ କିନ୍ତୁ ଫ୍ୟାଟ ଟୁ ଫିଟ୍ ହେଇଛି ସେ ତାର ମାନେ ମୋତେ ପଚାରିବୁ ଭାଇ କ'ଣ କରୁଛୁ ତ ଅଲରେଡ଼ି ଫାଇନାଲି ୱାର୍କଆଉଟ୍ ଆମର ସବୁ ଶେଷ ହୋଇଗଲା ବିଗନରଙ୍କର ଆଜି ଫାଷ୍ଟ ସିରିଜ୍ ବି ଆରମ୍ଭ ହେଲା ଆମ ୱାର୍କଆଉଟ୍ ଶେଷ ହେଲା ଯିବା ଘରକୁ ଯିବା ପୁଣି ଭୋଜି ଖାଇଯିବାର ଅଛି ଜିମ୍ ମାରିକିନି ଭୋଜି ଖିଆ ଚାଲ ଭୋଜି ଖାଉକିନା ଘରକୁ ଯିବା ଆଜି ପୁଣି ଭୋଜି ଖାଇ ପୁରା ଦେହ ଖରାପ ଯିବାକୁ ପଡ଼ିବ ଆଉ ଭାଇ ତମେ ଭାଇ ତମେ ଆଜି ମୋ ପୁଅ ମୋ ସହିତ ଯିବ ଯେହେତୁ ଘର ପାଖରେ ଅଛି ଯେଉଁ ଯାକ ଯାଇକି ପୁରା ଆଜି ଖାଇକି ଆସିବ ଆଉ ଯାହା ଖାଉ ନ ଖାଉ ଯିବା ଆଉ ସେ ଆଜି ଛୋଟ ମିଆଁ ଯାଏଗା ବଡ଼େ ମିଆଁ ଛୋଟେ ମିଆଁ ଚलो ଆଉ ସ୍ୱେଟର କ'ଣ ହବ ମୁଁ ଏଇଠି ଯାକେ ଯିବା ଯେ ଭୋଜି ହେଇକି ପୁରା ପେଟ ମୋର ଖରାପ ହେଇଥିଲାଣି ଯିବା ହାଜିରି ଆଟନାନ୍ସ ପକେଇ ଅଲରେଡ଼ି ଏତେ ବେଳୁ କ'ଣ କରିବା ଆଉ ଟିଭି ନାହିଁ ବୋଲି ମୋ ମା ବାପା ଶୋଇଲେନି ହଉ ଶୁଅ लिखो ये यो तुम आओगे आज यूट्यूब में असो यूट्यूब से वीडियो ऑन कर वीडियो ताली जी ऑन है नहीं तो आम फाइनाली खाई आसी सारे भोजी तो बहुत भोजी खाईगला आ भोजी ना भोजी खाई देह खराब हो गेनिंग अच्छी बोलते आउली ना सबुदिन भोजी खाଇବା बहुत थाउ जी खाइले आउ ना तो वीडियो शेष कर देखा नेक्स्ट न्यू ब्लॉग रे वीडियो निश्चित भाव में शेयर करेंगे लाइक करेंगे सब्सक्राइब करेंगे जय जगन्नाथ।